ସେ ଅପମାନ ଏବେ କଥା ଭାବିବାର ସମୟ ନୁହଁ। ଏବେ ଆମ ପୁଅର ଜୀବନ ମୋର। ଆଇଲ ନାଚ ତାଳି 500 ଟଙ୍କା କଥା ଭୁଲି ପାରିଲେ ତ ବିଧବା ହେଇପାରିବ। ମୋର କହିଲ ତମେ ମୁଁ କହିଲି କଞ୍ଚା ମିଶ୍ରର ଝିଅ ଶୀତଳ ମିଶ୍ର କଥାରୁ ସିନ୍ଦୁର ପୋଛିବ ହାତରୁ ଶଙ୍ଖ ଭାଙ୍ଗିବ ବେକରୁ ବକଳ ସୁତେଇବ ଆଉ ଚିତ୍କାର କରି କହିବ ମୋ ସ୍ୱାମୀ ମୋ ପାଇଁ ମରିବ। ତୁ ପଳା। ମୁଁ କହୁଛି ତ ସ୍ୱାମୀ ପାଖକୁ ପଳା। ଆଲୋ ସ୍ତ୍ରୀ ପଡ଼ିଆରେ ଓଜନ ଥିଲେ ତା ସ୍ୱାମୀକୁ ଜଲ ବି ଦେଇପାରିବନି। ମୁଁ କହୁଛି ତ ସ୍ୱାମୀର କିଛି ହବନି। ପଳା ତୋ ସ୍ୱାମୀ ପାଖକୁ ପଳା। ଆଉ କି ଏତେ ସ୍ତ୍ରୀ ପଡ଼ିଆର ଅଞ୍ଚଳ ଦେଖୁଛୁ ସତେ ସତେ ନାରୀ ଚାହୁଁଛୁ ତୋ ପାଇଁ ମୁଁ ବଞ୍ଚିଛି। ଖାଇବାକୁ ପାଉନଥିଲ ଚୁଡ଼ା ଖାଇ ବଞ୍ଚୁଥିଲ କିରା ସାକୁ ସିଲେଇ କରି ମୋତେ ବାହା ହବାକୁ ଯାଇ ମୁଁ ଆସିଲା ପରେ ତା ସ୍ୱାମୀ କରୁ ଇଟା ଭଟି ମାଲିକ ହେଲ 50 ଟଙ୍କାରେ ଗୁଣ୍ଡା ପାଠ କରୁଥିଲ ଏବେ ବିଲିଆନ ସ୍ୱାମୀ ପାଖକୁ ପଳା। ଚାଲ ଭାଉଜ ଚାଲ ଠିକ କହିଛନ୍ତି ଯାହା ତମ ଭାଗ୍ୟରେ ଥିବ ସେଇଆ ହବ। ଚାଲ ଭାଉଜ ଚାଲ ମଣିଷଟାର କଥା ଜମା ଶୁଣନି। ଯିଏ ନିଜ ପୁଅର ନୁହେଁ ଯିଏ ବାପ ନୁହେଁ ରାକ୍ଷସ ଯିଏ ନିଜ ପୁଅ ବଞ୍ଚି ଦଉ ନିଜ ବୋଉକୁ ବିଧବା ହବାକୁ କହେ ସେଇଟା ମଣିଷ ନୁହେଁ ଗୋଟାଏ ଜଙ୍ଗଲି ଭାଲୁ। ଖାଇବାକୁ ପାଉନଥିଲୁ ରାଗରେ ଚେତା ପୋଲିସ କରୁଥିଲୁ ମୁଁ ତୋତେ ଗାଁରେ କେଇଟା ଚାକିରି ଦେଲି ସାରା ମୋର ଭୁଲ ହେଇଥିଲା ସେଦିନ ତମ କଥା ମାନି ତମ ପାଖରେ ଚାକିରି କରି ଭାବିଥିଲି ସବୁ କଳାକାର ଗୁଡାକ ହୃଦୟବାନ ସେମାନଙ୍କର ମଣିଷ ଭଳିଆ ଅଛି ହେଲେ ଆଜି ପ୍ରମାଣ ପାଇଗଲି କିଛି କଳାକାର ମଞ୍ଚରେ ଯେମିତି ଅଭିନୟ କରନ୍ତି ମଞ୍ଚ ତଳେ ତାଠୁ ବେଶୀ ଭଲ ଅଭିନୟ କରନ୍ତି। ମଞ୍ଚରେ ସେମାନେ ଯେତିକି ସୁନ୍ଦର ମଞ୍ଚ ତଳେ ତାଠୁ ବେଶୀ କଦାକା ସେମିତି ହେଇନଥିଲେ ବୋଉଟା ତା ସ୍ୱାମୀ ପାଇଁ ବିକଳ ହଉଛି ଅଥଚ ତମେ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ ଦାଦା ମୋ କଥା ମାନିନି ତ ଆଇଲା
ସାଙ୍ଗସାଥି ମାନେ ଥିବେ ସେଇ 12ଟା ଟଙ୍କାରେ ସ୍ୱାମୀକି ଭଲ ସମସ୍ତେ ମୋ ଉପରେ ନେଲେ ଯଦି ମୋ ଉପରେ ନେଲେ ମୁଁ କିନ୍ତୁ ମୋ ଫେରେଇବିନି। ଯଦି ତୁ ମୋ କଥାରେ ବିଧବା ହେଇଯିବି ଏଇଆ ଚାହୁଁଛନ୍ତି ନା ଆପଣ ମୋ କଥାରେ ସିନ୍ଦୁର ବୁଝିଦେବି ହାତରୁ ଶଙ୍ଖା ଭାଙ୍ଗିଦେବି ବେକରୁ ମଙ୍ଗଳସୂତ୍ର ଉଡ଼େଇ ଦେଇ ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯିବି ଏଇଆ ଚାହୁଁଛନ୍ତି ନା ଆପଣ ମୁଁ ସତ କହୁଛି ନା ମୁଁ ଯଦି ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯାଏ ନା ସିଏ ବଞ୍ଚେଇବେ ନା ମୁଁ ବଞ୍ଚେଇବି ମନ ପ୍ରାଣ ଦେଇ ଭଲ ପାଉଥିଲେ ତାହେଲେ ଭଗବାନ କେବେ ବି ନିର୍ଜୁର ହେବେନି କେବେ ବି ନୁହଁ ମୋ ଆପଣଙ୍କୁ ଦେଖେଇଦେବି ମୋ ସ୍ୱାମୀକୁ ମୁଁ ନିଶ୍ଚୟ ଭଲ କରି ଦେଖେଇ